ଶନି ମହାଗ୍ରହଙ୍କର ଗୋଚର ଜନିତ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଧନୁରାଶି ଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ମିଳିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାରେ ଧନୁରାଶି ପାଇଁ ଶନି ଢାୟା ବର୍ଷ ସାରା ଅନୁଭୂତ ହେବ। ଶନି ମହାଗ୍ରହଙ୍କ ଢାୟାର ପ୍ରଭାବରେ ଧନୁରାଶି ଜାତ ବ୍ୟକ୍ତିଙ୍କର ସୁଖ ଭାବରେ ବ୍ୟାଘାତ ସୃଷ୍ଟି ହେବ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବ। ପାରିବାରିକ ବିରୋଧାଭାସର ସାମନା କରିବାକୁ ପଡ଼ିବ। ବନ୍ଧୁ ଓ ପରିଜନମାନେ ଦୂରେଇ ଯିବେ। ଯାନବାହନ ଚଳାଚଳରେ ଦୁର୍ଘଟଣାର ଆଶଙ୍କା ରହିଛି। ଜାତକର ଚନ୍ଦ୍ର ଥିବା ରାଶିର ଚତୁର୍ଥ ଭାବରେ ଶନି ଗୋଚର କଲେ ଏହାକୁ ଶନିଙ୍କର ଢାୟା ଚାଲିଛି ବୋଲି ଜ୍ୟୋତିଷ ଶାସ୍ତ୍ର ଦର୍ଶାଇଥାଏ। ଶନି ମହାଗ୍ରହ ଧନୁରାଶି ପାଇଁ ଦ୍ୱିତୀୟ ଓ ତୃତୀୟ ଭାବର ଅଧିପତି ହୋଇ 2026 ମସିହା ବର୍ଷ ସାରା ଧନୁରାଶିର ଚତୁର୍ଥ ଭାବ ମୀନ ରାଶିରେ ଅବସ୍ଥାନ କରିବେ। ତେଣୁ ଧନୁରାଶି ଜାତ ବ୍ୟକ୍ତିଙ୍କ ଉପରେ ବର୍ଷ ସାରା ଶନି ଢାୟା ଲାଗି ରହିବ। ପ୍ରଥମତଃ, ଶନି ଢାୟାର ପ୍ରଭାବରୁ ଧନୁରାଶି ଜାତ ବ୍ୟକ୍ତିଙ୍କର ଛାତିରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଦେଖାଯାଏ। ଯଦି ଜାତକରେ ଶନିଙ୍କର ସ୍ଥିତି ଠିକ୍ ନଥାଏ, ତେବେ ବ୍ୟକ୍ତି ଫୁସ୍ଫୁସ୍ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି। ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥାଏ। ଛାତି ଭିତରେ ଜ୍ୱଳନ ହେବା ଦେଖାଯାଏ। ସର୍ବଦା ଛାତି ଦରଜ ରହିବା ସହିତ ଛାତିରେ ପୀଡ଼ା ମଧ୍ୟ ହୋଇଥାଏ। କେହି କେହି ବ୍ୟକ୍ତି ଭୟଙ୍କର ହୃଦରୋଗରେ ମଧ୍ୟ ଆକ୍ରାନ୍ତ ହେବାର ନଜିର ରହିଅଛି। ଏହାଛଡ଼ା ଋତୁ ପରିବର୍ତ୍ତନ ଜନିତ ରୋଗ ସମୟ ସମୟରେ ଦେଖାଯାଇଥାଏ। ଧନୁରାଶିର ଚତୁର୍ଥ ଭାବରେ ଅବସ୍ଥିତ ଶନି ସୁଖ ଭାବକୁ ହ୍ରାସ କରିଥାଏ। ଘରେ କୌଣସି ସୁଖଦ ଘଟଣା ଘଟୁଥିବା ବେଳେ ବ୍ୟକ୍ତିଙ୍କର ମନ ବିନା କାରଣରେ ଉଦାସ ହୋଇଯାଏ। ସୁଖକର ପରିସ୍ଥିତିକୁ ଏନ୍ଜୟ କରିହୁଏ ନା। ଏକୁଟିଆପଣ ସର୍ବଦା ଲାଗି ରହିଥାଏ। କୁଟୁମ୍ବ କିମ୍ବା ପରିବାର ଭିତରେ ପାରିବାରିକ ବିଭ୍ରାଟ ଲାଗି ରହେ। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମନ ଅମେଳ ରହେ। ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଇପାରେ। ଭ୍ରାତୃବିବାଦ ଲାଗି ରହିବା ସହିତ ନିଜର ପରାକ୍ରମ ମଧ୍ୟ ହ୍ରାସ ପାଇଥାଏ। ସାଙ୍ଗରେ କାମ କରୁଥିବା ସହଯୋଗୀମାନେ କଥା ଶୁଣନ୍ତି ନାହିଁ। ଧନୁରାଶିର ଚତୁର୍ଥ ଭାବସ୍ଥିତ ଶନି ମାତାଙ୍କ ସହିତ ସମ୍ପର୍କକୁ ବିଗାଡ଼ି ଦେଇଥାଏ। ବନ୍ଧୁମାନଙ୍କ ସହିତ ଶତ୍ରୁତା ବୃଦ୍ଧି ପାଇଥାଏ। କିନ୍ତୁ ଶନିଙ୍କର ଏକ ବଡ଼ ଗୁଣ, ଏହି ସମୟରେ ଶନି ଶତ୍ରୁ ଉପରେ ବିଜୟ ପ୍ରାପ୍ତ ମଧ୍ୟ କରାଇଥାଏ। ଏହାଛଡ଼ା ଧନୁରାଶିର ଚତୁର୍ଥ ଭାବରେ ଶନି ଗୋଚରରେ ଗତି କଲାବେଳେ ଉଚ୍ଚ ସ୍ଥାନରୁ ଆଣି ନିମ୍ନ ସ୍ଥାନରେ ପକାଇ ଦେଇଥାଏ, ଯାହାକୁ କି ଲୌକିକ ଭାଷାରେ ଉଚ୍ଚ ସ୍ଥାନରୁ ପତନ ବା ସିଂହାସନଚ୍ୟୁତ ହେଲା ବୋଲି କହିଥାନ୍ତି। ଧନୁରାଶିର କର୍ମଭାବ ଉପରକୁ ଶନି ମହାଗ୍ରହଙ୍କର ଦୃଷ୍ଟି ରହୁଥିବାରୁ ଶନି ବ୍ୟକ୍ତିକୁ କର୍ମଚ୍ୟୁତ ମଧ୍ୟ କରାଇପାରନ୍ତି କିମ୍ବା କର୍ମ କରୁଥିବା ସ୍ଥାନର ପରିବର୍ତ୍ତନ କରାଇଥାନ୍ତି। ବାଣିଜ୍ୟ ବ୍ୟବସାୟ ପ୍ରଭାବିତ ହେବା ସାଙ୍ଗକୁ ନୂତନ କର୍ମ ଅନ୍ୱେଷଣରେ ରହିଥିବା ବ୍ୟକ୍ତି କର୍ମ ପାଇବାରେ ଅଥବା କ୍ୟାରିୟର କରିବାରେ ବିଫଳ ହେବେ। ଶନି ଗୋଚର ସମୟରେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଧନୁରାଶି ଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଧନୁରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ।
वीडियो भल लगे लाइक कमेंट शेयर करने अनुरोध। नमस्कार। तपन।